Hi ପିଲାମାନେ, this is Ramakant and welcome back to RK Tutorial Point. ପିଲାମାନେ, ଆଜି ଆମେ ଭିଡ଼ିଓ ଲେକ୍ଚରରେ ଆଲୋଚନା କରିବା ମାଇ ଗ୍ରେଟେଷ୍ଟ ଅଲିମ୍ପିକ ପ୍ରାଇଜ୍। ପିଲାମାନେ ଚାପ୍ଟର 1 ପ୍ଲସ୍ 2 ଦ୍ୱିତୀୟ ବର୍ଷ ଇଂରାଜୀ ବା କହିପାରିବା ବୋର୍ଡ ପରୀକ୍ଷା ତମମାନଙ୍କର ଯୋଉ ଏକ୍ଜାମ ହବ ଇଂଲିଶର ଇନଭିଟେସନ ପିଲାମାନେ 1 ର ଏ ହେଉଛି ୟୁନିଟ୍ ମାନେ 2 ଚାପ୍ଟର 1 ର ବୁଝିପାରିଲେ ପିଲାମାନେ। ଆଜି ଆମେ ଆଲୋଚନା କରିବା ୟୁନିଟ୍ 2 ର ପ୍ରଶ୍ନ ଉତ୍ତର। ପିଲାମାନେ ଯେମିତି ତମମାନେ ଦେଖିଛ ଫାର୍ଷ୍ଟ ୟୁନିଟ୍ 1 ଯେମିତି ଡିଟେଲରେ ମୁଁ ଆଲୋଚନା କରିଥିଲି ସେମିତି ଆଲୋଚନା କରିବି। ଧ୍ୟାନପୂର୍ବକ ପିଲାମାନେ ଭିଡ଼ିଓକୁ ଭଲସେ ମୂଳ ସହିତ ଦେଖିବ ଏବଂ ପ୍ରଥମ ଥର ପାଇଁ ସବୁବେଳେ ମୁଁ ରିକ୍ୱେଷ୍ଟ କରିଛି ଯେ ଏକ୍ସପ୍ଲେନ୍ କ୍ଲାସକୁ ପିଲାମାନେ ଥରେ ମାତ୍ର ଦେଖିନିଅ ଏକ୍ସପ୍ଲେନ୍ କ୍ଲାସକୁ, ତାପରେ ତମମାନେ ପ୍ରଶ୍ନ ଉତ୍ତର କ୍ଲାସକୁ ଦେଖ। କାହିଁକି ନା ଯଦି ତମମାନଙ୍କର ବେସିକ ନଲେଜ ନ ରହିବ ସମ୍ପୂର୍ଣ୍ଣ କାହାଣୀ ଉପରେ ବା କହିପାରିବା ଟୋଟାଲ କାହାଣୀ କଣ ହେଇଥିଲା, କଣ ଘଟିଲା, କେମିତି ମାନେ ଜେସୁଏନ୍ସ ଜିତିଲେ ବା ତାଙ୍କ ସହିତ କଣ ଘଟିଥିଲା, ତାହେଲେ ତମମାନଙ୍କୁ ପ୍ରଶ୍ନ ଉତ୍ତର ବୁଝିବାରେ ହୁଏତ ଟିକେ ମୁସ୍କିଲ ହେଇପାରେ। ତ ସେ ଅଲଗା କଥା, ତମମାନେ ଭଲସେ ତମେ ଦେଖିନିଅ ଏକ୍ସପ୍ଲେନ୍ କ୍ଲାସକୁ, ତାପରେ ପ୍ରଶ୍ନ ଉତ୍ତର କ୍ଲାସ ଦେଖ। ପିଲାମାନେ ଚାଲନ୍ତୁ ଆଲୋଚନା କରିବା। ଯାହା ପିଲାମାନେ କଷ୍ଟ ସହିତ ତମମାନଙ୍କୁ କହିବି, ଆଇ ହୋପ ତମମାନେ ନୋଟ କରି ଚାଲିବ, ଓକେ। ଏବଂ ଯେମିତି ତମମାନଙ୍କର ୟୁନିଟ୍ ସବୁ ଡିସ୍କସନ ସରିଯିବ ପ୍ରଶ୍ନ ଉତ୍ତର, ଆମେ ଏମସିକ୍ୟୁ ଡିସ୍କସନ କରିବା ଆରମ୍ଭ କରିବା। ଚାଲ ପିଲାମାନେ, ପ୍ରଶ୍ନ ନମ୍ବର 1 ବା କହିପାରିବା ୟୁନିଟ୍ 2 ର ପ୍ରଶ୍ନ ନମ୍ବର 1 କଣ ପଚାରୁଛି? ହଁ ପିଲାମାନେ, ଆମର ଅଲରେଡି ଯୋଉ ଇକୋନୋମିକ କ୍ଲାसेस ବୋଧେ 48 ପ୍ଲସେସ୍ ହେଇଗଲାଣି ମୁଁ କହିପାରିବି। ତାପରେ ଆମର ଭାବିନିଅ ପଲିଟିକାଲ ସାଇନ୍ସ ବୋଧେ 15-18 କ୍ଲାସ ହେଇଗଲାଣି। ଇଂଲିଶ ତ ଅଲରେଡି ପିଲାମାନେ ଏକ୍ସପ୍ଲେନ୍ କ୍ଲାସ ସରିଛି, ଏ ପ୍ରଶ୍ନ ଉତ୍ତର କ୍ଲାସ ଚାଲିଛି। ତାପରେ ହିଷ୍ଟ୍ରି ମଧ୍ୟ ପିଲାମାନେ କିଛି କିଛି କ୍ଲାସ ହେଇଗଲାଣି, ତମେ ବି ବୋଧେ 25ଟି ପ୍ଲସ ହେଇଗଲାଣି। ତମେ ଚାହିଁଲେ ପିଲାମାନେ ସେ ସବୁ କ୍ଲାसेସ୍ ମଧ୍ୟ ତମେ ଫଲୋ କରିପାରିବ। ଚାଲ ଆଉ ସେୟାର ସବସ୍କ୍ରାଇବ ପିଲାମାନେ ତମମାନଙ୍କର ରେସ୍ପନ୍ସିବିଲିଟି, ତମମାନେ ଦେଖ ଯାହା ଚାହିଁବ ଠିକ ଲାଗିବ କରିବ, ଓକେ। ଚାଲ ପିଲାମାନେ ଦେଖିବା ୟୁନିଟ୍ 1 ପିଲାମାନେ ଆମକୁ କଣ ପଚାରୁଛି। ୟୁନିଟ୍ 1 ର ପ୍ରଥମ ପ୍ରଶ୍ନ ହେଉଛି ହ୍ୱାଟ ଡଜ ଏ କୋଚ୍ ସେ ଏବାଉଟ୍ ଆନ୍ ଆଙ୍ଗ୍ରି ଆଥଲେଟ୍। ପିଲାମାନେ ଆମେ କହିପାରିବା ଜଣେ ଖେଳାଳି ପିଲାମାନେ, କିନ୍ତୁ ଆଙ୍ଗ୍ରି ଖେଳାଳି ପିଲାମାନେ, ଜଣେ ଖେଳାଳି ଆଉ ରାଗି ଖେଳାଳି ଭିତରେ ଡିଫରେନ୍ସ ତମେ ଜାଣିଛ କଣ? ଜଣେ ରାଗି ଖେଳାଳି ବିଷୟରେ ଜଣେ କୋଚ୍ ବା କହିପାରିବା ସବୁ କୋଚ୍ ବିଷୟରେ କହିପାରିବା। ଜଣେ କୋଚ୍, ଜଣେ ପ୍ରଶିକ୍ଷକ ଜଣେ କ୍ରୋଧିତ ବା ରାଗି ଖେଳାଳି ବିଷୟରେ କଣ କହିଥାନ୍ତି? ଆନ୍ସର ପିଲାମାନେ ଲେଖିପାରିବ। କୋଚେସ୍ ପିଲାମାନେ, କୋଚେସ୍ ସେସ୍ ଅଲୱେଜ କହିଲେ ପିଲାମାନେ ଯେ ସବୁ କୋଚ୍ କଥା ପଢିଛି। ଏଠି ଜେସିଓନ୍ସଙ୍କ କୋଚ୍ କଥା କୁହାଯାଉନି, ସବୁ କୋଚ୍ କଥା ପଢିଛି। ଯିଏ ବି ଖେଳ ଯାହାଠୁ ଶିଖୁଛନ୍ତି, ଯଦି କିଛି ତମ ଖେଳରେ ସେ ଜ୍ଞାନ ଦେଇଛନ୍ତି, ସବୁବେଳେ ସେ କଣ କହନ୍ତି ନା କୋଚେସ୍ ଅଲୱେଜ ଆସ୍କ ଦେୟାର ଟ୍ରେନିସ୍ ପିଲାମାନେ କହିଲେ ଆମେ କହିପାରିବା ଯୋଉମାନେ ପ୍ରଶିକ୍ଷାର୍ଥୀ ଟୁ ଷ୍ଟପ୍ ଆଙ୍ଗର ଡ୍ୟୁରିଂ କମ୍ପିଟିସନ। ପିଲାମାନେ ଯେତେବେଳେ ତମେ ଖେଳ ଭିତରେ ଅଛ ବା ଖେଳ ପଡିଆ ଭିତରେ ଅଛ, ମାନେ ଗ୍ରାଉଣ୍ଡରେ ଅଛ, ସେତେବେଳେ ସବୁ ପିଲାମାନେ ଟ୍ରାଏ କଣ କରିବ ଯେ ରାଗଟାକୁ ବନ୍ଦ କରିବା ପାଇଁ, ନ ରାଗିବା ପାଇଁ। ସଚ୍ ଫିଲିଙ୍ଗସ୍ ଅଣ୍ଡରମାଇନ୍ ଦେୟାର ପରଫର୍ମାନ୍ସ। କାହିଁକିନା କୁହାଯାଏ ଯଦି ଜଣେ ରାଗେ, ଅଣ୍ଡରମାଇନ୍ କଲେ ପିଲାମାନେ ଅଣଦେଖା ହେଇଯିବା, ମାନେ ଅନ୍ୟମନସ୍କ ହେଇଯିବା। ଜଣେ ତାର ଅନୁଭବରେ, ରାଗ ଅନୁଭବରେ କଣ କରିବ, ଯେ ତାର ଯୋଉ କ୍ଷମତା ଥାଏ, ତାର ଯୋଉ ପରଫର୍ମାନ୍ସ ଥାଏ, ପ୍ରଦର୍ଶନ, ସେ କଣ ଅଣଦେଖା ହେଇଯିବ। ସୋ ବିଫୋର ଏ କମ୍ପିଟିସନ, ତେଣୁକରି ଗୋଟେ ପ୍ରତିଯୋଗିତା ପୂର୍ବରୁ ଯିଏ ବି ଖେଳାଳି ଯାହା ଖେଳୁ, କ୍ରିକେଟ ଆରମ୍ଭ କରି ଭଲିବଲ, ଫୁଟବଲ, ସେ ଯାହା ବି ହଉଛି ପିଲାମାନେ, ଯାହା ବି ଖେଳିପାରିବ ଜଣେ, ତ ଦ ଆଥଲେଟ୍ ସୁଡ୍ ବି କାମ୍। କୌଣସି ବି ଖେଳ ପୂର୍ବରୁ ନ ରାଗିକି ଶାନ୍ତ ରହିବା ପାଇଁ କୁହାଯାଏ। ପ୍ରତିଟି ପ୍ରଶିକ୍ଷକ ତମମାନେ ମଧ୍ୟ ଏକଥା କହିବେ ସବୁବେଳେ ପାଇଁ। ଯେମିତିକି ଆନ୍ସର ପିଲାମାନେ ପଢିପାରିବେ ଯଦି ଓଡ଼ିଆରେ, ଯେ ପ୍ରଶିକ୍ଷକ ସର୍ବଦା ସେମାନଙ୍କ ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରତିଯୋଗିତା ସମୟରେ କ୍ରୋଧରୁ ଦୂରେଇ ରହିବାକୁ କହନ୍ତି, ଯେହେତୁ ଏହିପରି ଭାବନା ସେମାନଙ୍କର କାର୍ଯ୍ୟଦକ୍ଷତାକୁ କ୍ଷୁଣ୍ଣ କରିଥାଏ। ତେଣୁ ଏ ପ୍ରତିଯୋଗିତା ବା କହିପାରିବେ ଏକ ପ୍ରତିଯୋଗିତା ପୂର୍ବରୁ ଆଥଲେଟ୍ ଶାନ୍ତ ରହିବା ଉଚିତ। ପିଲାମାନେ ମୋ ହିସାବରେ ସେଟା ଠିକ କଥା, ଓକେ। ଚାଲ ଯିବା ନେକ୍ସଟ କ୍ୱେଶ୍ଚିନ୍, କ୍ୱେଶ୍ଚିନ୍ ନମ୍ବର 2। ପିଲାମାନେ ଏଟା କାହିଁକି ଏ ପ୍ରକାର ମନୋଭାବ ଆସିଲା ଲେଖକଙ୍କର? ତମେ କହିଲ ଜେସୁଏନ୍ସ ସେ କଣ କହିଛନ୍ତି? ପିଲାମାନେ କାହିଁକି ନା ଯେତେବେଳେ ସେ 3ଟି ଚାନ୍ସରୁ 2ଟି ଚାନ୍ସ ଅଲରେଡି ଡିସ୍କ୍ୱାଲିଫାଇ ହେଇସାରିଥିଲେ, ସେଥିପାଇଁ ପିଲାମାନେ ରାଗିକି ହିଁ ବା ତାଙ୍କର ଯୋଉ କ୍ରୋଧ ହେଇଯିବା, ବିଚଳିତ ହେଇଯିବା, ତାଙ୍କୁ ଇଫେକ୍ଟ ପକେଇଥିଲା, ହଁ କି ନା? ଦେଖିବା ନେକ୍ସଟ କ୍ୱେଶ୍ଚିନ୍, କ୍ୱେଶ୍ଚିନ୍ ନମ୍ବର 2। What were the results of the first two qualifying jumps for wins? ମୁଁ କହିଲି ପିଲାମାନେ ଟିକେ ପୂର୍ବରୁ ଯେ 2ଟି କ୍ୱାଲିଫାଇ ଜମ୍ପ ସେ କଣ ହେଇଥିଲେ, ଡିସ୍କ୍ୱାଲିଫାଇ ହେଇଥିଲେ। ମାନେ 2ଟି ଯୋଗ୍ୟତା ଜମ୍ପ ଆମେ ଯାହାକୁ କହିପାରିବା, ଯୋଉଟା ସେ କ୍ୱାଲିଫାଇ କଲେ ହିଁ ଆଗକୁ ଯିବେ ଖେଳିବା ପାଇଁ। ଓଭେନ୍ସ ପାଇଁ ପ୍ରଥମ 2ଟି ଯୋଗ୍ୟତା ଜମ୍ପର ଫଳାଫଳ କଣ ଥିଲା? ଆନ୍ସର ପିଲାମାନେ ଲେଖିପାରିବେ ଓଭେନ୍ସ ଓଭର ସୁଟ୍ ଦ ଷ୍ଟ୍ରେଟିଂ ଲାଇନ୍। ପିଲାମାନେ କହିଲେ ଯୋଉ ଗାର ପଡିଥାଏ, ଦେଖିଛ ତଳେ ଲଙ୍ଗ ଜମ୍ପ ମାରିବ, ଦୌଡ଼ି ଦୌଡ଼ି ଆସିବ ପିଲାମାନେ, ଲଙ୍ଗ ଜମ୍ପ ଦେଖିଛ ନା ପିଲାମାନେ? ତ
ଏ ଲାଇନରୁ ଡେଇଁବ ସେପଟେ ଧର ଭାବିନେ ଗୋଟେ ଗ୍ରାଉଣ୍ଡ ଥିବ ମାନେ ବାଲି ଫାଲି ପଡିକି ଗୋଟେ ଗ୍ରାଉଣ୍ଡ ହେଇଥିବ। ଓକେ, କଣ ସେ ଦୌଡିକି ଦୌଡ଼ି ଦୌଡ଼ି ଡେଇଁଛନ୍ତି, ସେ କଣ କଲେ ବହୁତ ପୂର୍ବରୁ ଡେଇଁ ପଡିଥିଲେ, ଏଇଠୁ ଡେଇଁ ପଇଲା ତ ସେଥିପାଇଁ ସେ କଣ କଲେ 26 ଫୁଟ 25 ଫୁଟ ଡେଇଁବାରେ ବିଫଳ ହେଲେ। ତ ଧର ଭାବିନ ଗାର କ୍ୱାଲିଫିକ୍ ଏଠି ଅଛି, ସେ କଣ କଲେ ତା ବହୁତ ପୂର୍ବରୁ ପହଞ୍ଚିଲେ। ତ ସେମିତି ସରି, ୱେନ୍ସ ଏଫର୍ଟସ୍ ଟୁ ଷ୍ଟ୍ରେଟିଂ ପିଲାମାନଙ୍କର ସିଧାସଳଖ ଯୋଉ ରେଖା ଥାଏ, ଲାଇନ୍ ବାଇ ନିୟରଲି 7 inches ଇନ୍ ଇଜ୍ ଫାଷ୍ଟ କ୍ୱାଲିଫାଇଂ ଆଟେମ୍ପ୍ଟ, ପାଖାପାଖି 7 ଇଞ୍ଚରୁ ମାନେ କହିପାରିବା ସେ କଣ ହେଲେ ଡିସକ୍ୱାଲିଫାଇ ହେଇଥିଲେ। ଦି ସେକେଣ୍ଡ ଜମ୍ପ ୱାଜ ଅଲସୋ ଟେକ୍ନିକାଲି ରଙ୍ଗ, ଦ୍ୱିତୀୟ ଜମ୍ପଟା ଯୋଉ ସେ ମାନେ ଲଗେଇଥିଲେ ତା ବି କଣ ଥିଲା, ଟେକ୍ନିକାଲି ରଙ୍ଗ ଥିଲା। ୱେନ୍ସ ଷ୍ଟୁଡ୍ ଦେୟାର ଭେରି ଓଲ୍ଡ, ଏବଂ ସେଠି ୱେନ୍ସ ଠିଆ ହେଇକି ବହୁତ ବିଚଳିତ ହେଲେ ପିଲାମାନେ। ଆଉ ଲାଷ୍ଟ ଚାନ୍ସ ଅଛି, ତମମାନେ ଭାବ ଲାଷ୍ଟ ବଲରେ ଗୋଟେ ଛକା ମାରିଛ ଜିତିବା ପାଇଁ, କଣ କରିବ? ଯେତିକି ଡର ଥିବ ସେତିକି ତମ ମନରେ ବୋଝ ଥିବ। as he had just one more chance to go to the finals, ଏବଂ ତାଙ୍କ ପାଇଁ ମାତ୍ର ଗୋଟିଏ ହିଁ ଚାନ୍ସ ଥିଲା ଫାଇନାଲରେ ପ୍ରବେଶ କରିବା ପାଇଁ। ତ ପିଲାମାନେ ଭାବ ତାଙ୍କର ମନୋବୃତ୍ତି କଣ ହେଇଥିବ, ବୁଝିପାରୁଛ ପିଲାମାନେ? ମୁଁ ତ ହେଲେ ବୋଧେ 100 ଥର ଠାକୁରଙ୍କୁ ଡାକିବି, ବୁଝିପାରିଲ? ଛାଡ଼ ଯାଇ ହଉ। ତ ପିଲାମାନେ କଣ ହେଲା, ଏ ସେନ୍ସ ଯେତେବେଳେ ଆମେ କୁହାଗଲା ତ ଆମେ ଆନ୍ସର କହିପାରିବା, କଣ ଲେଖିପାରିବା ଯେ ଓୱେନ୍ସ ତାଙ୍କର ପ୍ରଥମ ଯୋଗ୍ୟତା ପ୍ରୟାସରେ ପ୍ରାୟ 7 ଇଞ୍ଚ ପ୍ରାରମ୍ଭ ରେଖାକୁ ଅତିକ୍ରମ କରିଗଲେ। ମାନେ ଗାରରୁ ଅତିକ୍ରମ କରିଲେ ମାନେ ପିଲାମାନେ ବୋଧେ ଭୁଲ କହିଲେ, ଆଗକୁ ପଳେଇଗଲେ 7 ଇଞ୍ଚ, ଠିକ ଅଛି। ଦ୍ୱିତୀୟ ଜମ୍ପ ମଧ୍ୟ ଟେକ୍ନିକାଲି ସେ ଭୁଲ ଥିଲା। ଫାଇନାଲ ଯିବାକୁ ଆଉ ଗୋଟିଏ ସୁଯୋଗ ଥିବାରୁ ଓୱେନ୍ସ ସେଠାରେ ବହୁତ ଚିନ୍ତିତ ଥିଲେ ବା କହିପାରିବା ବିଚଳିତ ଥିଲେ। ସ୍ୱାଭାବିକ କଥା ପିଲାମାନେ। ପ୍ରଶ୍ନ ନମ୍ବର 3 ଦେଖିବା। Why did Owens kick the pit? ପିଲାମାନେ ପିଟ୍ କଲେ ଭୂମିକୁ ରାଗରେ ପିଟିବା। ତମେ ଦେଖିଛ ବେଳେ ଖେଳିଲା ବେଳେ ଯଦି ତମେ ମାନେ ଗୋଟେ ଭଲ ବଲଟେ ଛକା ନ ମାରି ପାରିବ, ଗୋଟେ ଭଲ ପଏଣ୍ଟ ନ ଦେଇ ପାରିବ ଫୁଟବଲରେ ଭଲିବଲରେ, ତ ପିଲାମାନେ କଣ ହବ ନା ତମେ ରାଗରେ ଗୋଡରେ କଣ କର ପିଟି ଦିଅ କାହାକୁ, ଭୂମିକି। ତ ସେ ସେନ୍ସ ଓୱେନ୍ସ କାହିଁକି ଭୂମିକୁ ପିଟିଲେ, ଆନ୍ସର ଲେଖିପାରିବେ ପିଲାମାନେ। ଜେସି ଓୱେନ୍ସ ହାଡ, ଏଟା କଣ ଲେଖା ହେଇଛି ସ୍ପେଲିଂ ମିଷ୍ଟେକ୍ ଅଛି, ଜେସି ଓୱେନ୍ସ ହାଡ ଫୁଟେଡ୍ ଅଫ୍, ହଁ ସ୍ପେଲିଂ ପିଲାମାନେ ମିଷ୍ଟେକ୍ ଅଛି, ଫୁଟେଡ୍ ଅଫ୍ ଫାଷ୍ଟ 2 ଟ୍ରାଏଲ ଜମ୍ପସ୍, ପିଲାମାନେ କହି ପାଇଲେ ଡିସକ୍ୱାଲିଫାଇ ହେଇଗଲେ। ହି ୱାଜ ଟେନ୍ସ, ବହୁତ ରାଗିଥିଲେ, ଆଣ୍ଡ ଭେରି ଆଙ୍ଗ୍ରି ୱିଥ ହିମସେଲ୍ଫ, ଏବଂ ସେ ମଧ୍ୟ ବହୁତ ନିଜ ଉପରେ ରାଗିଲେ। ଟୁ ୱେଣ୍ଟ ହିଜ ଫ୍ରଷ୍ଟ୍ରେସନ, ସେ ତାଙ୍କର ଯୋଉ ଫ୍ରଷ୍ଟ୍ରେସନକୁ, ତାଙ୍କର ଯୋଉ ବିରକ୍ତ ଭାବକୁ ବନ୍ଦ କରିବା ପାଇଁ ସେ କଣ କଲେ, ହି କିକ୍ ଦ ପିଟ୍, ଭୂମିକୁ ଜୋର ଜୋରରେ ପିଟିଲେ। ବୁଝିପାରିଲେ ପିଲାମାନେ? ତ ଜେସି ୱେନ୍ସ ତାଙ୍କର ପ୍ରଥମ 2ଟି ଟ୍ରାଏଲ ଜମ୍ପ କରିଥିଲେ, ସେ ଟେନସନ ଥିଲେ ଏବଂ ନିଜ ଉପରେ ବହୁତ ରାଗିଥିଲେ। ନିଜର ନିରାଶାକୁ ଦୂର କରିବା ପାଇଁ ସେ ଭୂମିକୁ ଜୋର ଜୋରରେ ପିଟିଥିଲେ। ସେନ୍ସ ପିଲାମାନେ ସମ୍ପୂର୍ଣ୍ଣ ରୂପରେ ବୁଝିପାରୁଥିବ ଯେ ଘଟଣା କଣ ହେଇଥିବ। ପ୍ରଶ୍ନ ନମ୍ବର 4 ଦେଖିବା। ଦେଖ ପିଲାମାନେ, ହୁ ଅଫର୍ଡ ୱେନ୍ସ ଏ ଫାର୍ମ ହ୍ୟାଣ୍ଡଶେକ୍, ୱାଜ ହି ଫ୍ରେଣ୍ଡଲି ଅର୍ ହଷ୍ଟଲି? ପିଲାମାନେ ହଷ୍ଟଲି କହିଲେ ଆମେ କହିପାରିବା ଯେମିତିକି ରାଗପୂର୍ଣ୍ଣ ଭାବରେ ବା ଆମର ଶାନ୍ତ ଭାବରେ, ମାନେ ସରି ଶତ୍ରୁତା ଭାବରେ। Okay? ତ ଆମେ କହିପାରିବା ପିଲାମାନେ ଇଏ ତାଙ୍କୁ ଗୋଟେ ଦୃଢ ହ୍ୟାଣ୍ଡସେକ୍ ପ୍ରଦାନ କରିଥିଲେ। ହ୍ୟାଣ୍ଡସେକ୍ ପ୍ରଦାନ କଲେ ପିଲାମାନେ ତାଙ୍କ ଆଡୁ ହାତ ବଢେଇବା, ଯେମିତିକି ଜଣେ ହାତ ବଢିଲେ ଆଉ ଜଣେ ହାତ ଦେଖେଇକି ହ୍ୟାଣ୍ଡସେକ୍ କରେ। ତ ସେ ବନ୍ଧୁତ୍ୱପୂର୍ଣ୍ଣ ଭାବରେ କରିଥିଲେ ନା ଶତ୍ରୁତା ତାଙ୍କ ସହିତ ଥିଲା? ପିଲାମାନେ ଆନ୍ସର ଲିଖିପାରିବ। ଲଜ୍ ଲଙ୍ଗ ହୁ had surprised Owens with his impressive jump earlier, ଲଜ୍ ଲଙ୍ଗ ଯିଏକି ଅତି ଆଶ୍ଚର୍ଯ୍ୟପୂର୍ଣ୍ଣ ଭାବରେ ୱେନ୍ସଙ୍କ ସାମ୍ନାରେ କଣ କରିଥିଲେ, ବହୁତ ଭଲ ଭାବରେ ଡେଇଁକିରି କ୍ୱାଲିଫାଇ କରିଥିଲେ, କେମ୍ ଅପ୍ ଟୁ ୱେନ୍ସ। କାହାକୁ କହିଲେ, ୱେନ୍ସକୁ କହିଲେ। କିଏ ଆସିଲେ ପିଲାମାନେ? ଲଜ୍ ଲଙ୍ଗ। ହ୍ୟାଣ୍ଡସ ୱିଥ ଗ୍ରେଟ୍ warmth and empathy, ଅତି ଦୟାପୂର୍ଣ୍ଣ ଭାବରେ, ସହାନୁଶୀଳତାର ସହିତ, ଅତି ନମ୍ର ଭାବରେ ତାଙ୍କ ଆଡକୁ ହ୍ୟାଣ୍ଡସେକ୍ ବଢେଇଥିଲେ। ହି ୱାଜ ଭେରି ଫ୍ରେଣ୍ଡଲି, ଏବଂ ସେ ବହୁତ ବନ୍ଧୁତ୍ୱପୂର୍ଣ୍ଣ ଭାବରେ ତାଙ୍କର ମନୋଭୂତି ଥିଲା। ଆନ୍ସର ଲେଖିପାରିବା ଲଜ୍ ଲଙ୍ଗ, ଯିଏକି ପୂର୍ବରୁ ନିଜର ଚିତ୍ତାକର୍ଷକ ଡେଇଁଥିଲେ, ତାହା ଓଭେନ୍ସକୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା, ଏବଂ ଓଭେନ୍ସଙ୍କ ନିକଟକୁ ଆସି ଉଷ୍ମତା ଏବଂ ସହାନୁଭୂତି ସହ ହାତ ମିଳେଇବାକୁ ଲାଗିଲେ। ସେ ବହୁତ ବନ୍ଧୁତ୍ୱପୂର୍ଣ୍ଣ ଥିଲେ। ଆଇ ଥିଙ୍କ ପିଲାମାନେ ପୁରା କ୍ଲିୟର ହଉଥିବ। ଯିବା କ୍ୱେଶ୍ଚିନ୍ ଦେଖିବା। ନେକ୍ସଟ କ୍ୱେଶ୍ଚିନ୍, କ୍ୱେଶ୍ଚିନ୍ ନମ୍ବର 5। ହ୍ୱାଇ ଡିଡ୍ ଲଙ୍ଗ ସ୍ପିକ୍ ଟୁ ୱେନ୍ସ ଡ୍ୟୁରିଂ ଦ ଟ୍ରାଏଲ୍ସ? କାହିଁକି ପିଲାମାନେ ଲଙ୍ଗ କ୍ୱାଲିଫାଇଂ ମ୍ୟାଚ୍ ସମୟରେ ବା କ୍ୱାଲିଫାଇଂ ନେଇବା ସମୟରେ ତାଙ୍କ ସହିତ କଥା ହେଲେ? ଡିଡ୍ ଦ ମିନ୍ ଟୁ ମେକ୍ ଫ୍ରେଣ୍ଡସିପ୍, କଣ ତାଙ୍କର ବନ୍ଧୁତା କରିବାର ଇଚ୍ଛା ଶକ୍ତି ଥିଲା କି? ଅର୍ ଟୁ ଫାଇଣ୍ଡ ଆଉଟ୍ ହ୍ୱାଟ ୱାଜ ଟ୍ରବଲିଂ ହିମ୍, ନା କଣ ପାଇଁ ସେ ଅସୁବିଧାରେ ପଡୁଛନ୍ତି ତାଙ୍କୁ ଜାଣିବାକୁ ଚାହୁଁଥିଲେ? ମାନେ ଖେଳ ପଡିଆ ଭିତରେ ଯେତେବେଳେ ଦୁଇ ଥର ଡିସକ୍ୱାଲିଫାଇ ହେଇସାରିଲେଣି, ସେତେବେଳେ ଲଜ୍ ଲଙ୍ଗ ଆସିକି ତାଙ୍କ ମାନେ ତାଙ୍କ ପାଖକୁ ଆସୁଛନ୍ତି ଏଜେସିଓନ୍ସ ପାଖକୁ, କଣ କହିବା ପାଇଁ? ତାଙ୍କ ସହିତ ବନ୍ଧୁତା କରିବା ପାଇଁ, ନା କଣ ସେ ଅସୁବିଧା ହଉଛି ଯୋଉ ସକାଶେ ସେ ଡେଇଁ ପାରୁନାହାନ୍ତି, ସେ କଥା ପଚାରିବା ପାଇଁ। ଆନ୍ସର ପିଲାମାନେ, ଲଙ୍ଗ ଅଣ୍ଡରଷ୍ଟୁଡ୍ ଦ ଡିସକମ୍ଫର୍ଟ ଅଫ୍ ୱେନ୍ସ, ୱେନ୍ସଙ୍କର ଯୋଉ ଡିସକମ୍ଫର୍ଟ ବା କହିପାରିବା ଅସନ୍ତୁଳିତ ଅବସ୍ଥା ଜାଣି ସାରିଲେଣି କିଏ? ସେ ଲଜ୍ ଲଙ୍ଗ।
ହି ୱାଣ୍ଟେଡ୍ ଟୁ କାମ୍ ଓୱେନ୍ସ ନର୍ଭସ୍। ସେ କଣ ତାଙ୍କର କହିପାରିବା ତାଙ୍କର ସ୍ନାୟୁବିକ ଯୋଉ ଦ୍ରୁତଟା ଥିଲା ଚାଲିଥିଲା ବା ବିଚଳିତ ଚାଲିଥିଲା ତାକୁ ଶାନ୍ତ କରିବା ପାଇଁ ଓୱେନ୍ସଙ୍କ ପାଖକୁ ଲଜଲଙ୍ଗ ଆସିଥିଲେ। ସୋ ଦ୍ୟାଟ୍ ହି ଟେକ୍ସ ହିଜ୍ ଲାଷ୍ଟ କ୍ୱାଲିଫାଇଂ ଚାନ୍ସ ସକ୍ସେସଫୁଲି। ଯାହାଫଳରେ କଣ ହବ ଅତି ସଫଳତାର ସହିତ ଜେସି ଓୱେନ୍ସ ତାଙ୍କର ଲାଷ୍ଟ କ୍ୱାଲିଫାଇଂ ଜମ୍ପ ଦେଇପାରିବେ ଆଣ୍ଡ ମେଡ୍ ଇଟ୍ ଟୁ ଦ ମେଡ୍ ଇଟ୍ ଟୁ ଦ ଫାଇନାଲ। ଯାହାଫଳରେ ସେ ତାଙ୍କୁ ମାନେ ଫାଇନାଲରେ ଅତିକ୍ରମ କରିବା ପାଇଁ ସାହାଯ୍ୟ ହେବ। ହି ଆପିୟର୍ଡ ଜେନ୍ୟୁଇନଲି ଫ୍ରେଣ୍ଡଲି ଟୁ ଜେସି ଓୱେନ୍ସ। ମାନେ କହିପାରିବା ଅତି ବନ୍ଧୁତ୍ୱପୂର୍ଣ୍ଣ ଭାବରେ ଅତି ସରଳତାର ସହିତ ସେ ତାଙ୍କ ସହିତ ବନ୍ଧୁତାପୂର୍ଣ୍ଣ ଭାବରେ ତାଙ୍କର ଏ ହାଲଚାଲ ବୁଝିବାକୁ ଆସିଥିଲେ। ଆନ୍ସର ଲେଖିପାରିବ ଦୀର୍ଘ ସମୟ ଧରି ଓୱେନ୍ସର ଅସନ୍ତୋଷକୁ ବୁଝିଗଲେ କି ସେ ଜେସି ମାନେ ଆମର ଲଜଲଙ୍ଗ ସେ ଓୱେନ୍ସଙ୍କ ଅସ୍ଥିରତାକୁ ଶାନ୍ତ କରିବାକୁ ଚାହୁଁଥିଲେ। ଯାହାଫଳରେ ସେ ତାଙ୍କର ଶେଷ ଯୋଗ୍ୟତା ସୁଯୋଗକୁ ସଫଳତା ସହିତ ନେଲେ ଏବଂ ଫାଇନାଲରେ ମଧ୍ୟ ପ୍ରବେଶ କରିଥିଲେ। ସେ ଜେସି ଓୱେନ୍ସଙ୍କ ପାଇଁ ପ୍ରକୃତ ବନ୍ଧୁତ୍ୱପୂର୍ଣ୍ଣ ଭାବନା ଦେଖାଇଥିଲେ। ତ ପିଲାମାନେ ବର୍ତ୍ତମାନ ଗୋଟେ ରିକ୍ୱେଷ୍ଟ ତମମାନଙ୍କୁ କହି ରଖିବି ଚ୍ୟାନେଲ ସେୟାର ସବସ୍କ୍ରାଇବ ତମମାନଙ୍କ ଦ୍ୱାରା ହିଁ ହେଇପାରିବ। ତମର ଯୋଉ ବି ଫେସବୁକ୍ ହ୍ୱାଟ୍ସଆପ୍ ଟେଲିଗ୍ରାମ ଗ୍ରୁପ ଅଛି ତମମାନେ ଚାହିଁଲେ ସେଠି ଲିଙ୍କ ମାଧ୍ୟମରେ ସେୟାର କରିକି ତମମାନଙ୍କର ଯୋଉ ରେସପନ୍ସିବିଲିଟି ତମେ ଚାହିଁଲେ ଭଲସେ ଲିଭେଇ ପାରିବ। ଓକେ ତ ଯାହା ବି ତମମାନଙ୍କ କ୍ଲାସେସ୍ ଆବଶ୍ୟକ ଅଛି ବେଶକ ତମେ ମତେ କମେଣ୍ଟ ସେକ୍ସନ ଲେଖିକି ଜଣାଅ। ଦେଖିବା ପିଲାମାନେ ପ୍ରଶ୍ନ ନମ୍ବର 6 ହି ରିଅଲି ଲୁକ୍ ଦ ପାର୍ଟ ସରି ହ୍ୱାଟ ଡଜ ଦିସ୍ ମିନ୍। ଏହାର ଅର୍ଥ କଣ ଯେ ସେ ରିଅଲି ଲୁକ୍ ଦ ପାର୍ଟ କହିଲେ ସମ୍ପୂର୍ଣ୍ଣ ଗୋଟେ ଅଲଗା ପ୍ରକାର ଭାବନାରେ ଦେଖା ଦଉଥିଲେ କିଏ ସେ ଲଜ ଲଙ୍ଗ। ଡଜ ଇଟ୍ ମିନ୍ ଲଙ୍ଗ ୱାଜ ଟ୍ରାଇଂ ଟୁ ପ୍ଲେ ଦ ପାର୍ଟ ଅଫ ଆନ୍ ଆରିୟନ or he looked as if he belonged to superior race। କଣ ସେ ଯୋଉ ଦେଖା ଯାଉଥିଲା ତାଙ୍କର ଭାବନା ତାଙ୍କର ଯୋଉ ନୋଟିସିଂ ସିଚୁଏସନ ଥିଲା ସର୍କମଷ୍ଟାନ୍ସ ଥିଲା ତାହା କଣ ଥିଲା କଣ ଲଙ୍ଗ ଟ୍ରାଏ କରୁଥିଲେ ଯେ ସେ ଗୋଟେ ଆର୍ୟନର ମାନେ ଅତି ସୁପର ଖେଳାଳି ଅତି ଭଲ ଖେଳାଳି ନା ସେ ଆର୍ୟନ ଜାତିରୁ ଆସିଛନ୍ତି ବୋଲି ତାଙ୍କ ପାଖରେ ସେ ଦୃଢ ପ୍ରତିଜ୍ଞା ଦେଖାଯାଉଥିଲା। ପିଲାମାନେ ସେ ପ୍ରକୃତରେ ଟିକେ ଅଲଗା ଦେଖା ଯାଉଥିଲେ। ଏହାର ଅର୍ଥଟା କଣ ଥିଲା ଏହାର ଅର୍ଥ କଣ ଲଜ ଲଙ୍ଗ ଆର୍ଯ୍ୟଙ୍କ ଭୂମିକା ଗ୍ରହଣ କରିବାକୁ ଚେଷ୍ଟା କରୁଥିଲେ ଯେ ଆମେ ଆର୍ଯ୍ୟ ଆମେ ଶ୍ରେଷ୍ଠ ନା ସେ ଏକ ଉନ୍ନତ ଜାତୀୟ ବୋଲି ଭାବୁଥିଲେ। ଆନ୍ସର ପିଲାମାନେ କଣ ଲଜ ଲଙ୍ଗ ଡିଡ୍ ନଟ୍ ବିଲିଭ୍ ଇନ୍ ଦ ରେସିଆଲ ସୁପରିୟରିଟି ଅଫ ଦ ଆରିଆନ୍ସ। ଆରିଆନ୍ସଙ୍କର ଯୋଉ ପିଲାମାନେ ଜାତିଭିତ୍ତିକ ବଂଶାନୁକ୍ରମିକ ଅହଙ୍କାର ଥିଲା ତାକୁ ଲଜ ଲଙ୍ଗ ବିଲକୁଲ ବିଶ୍ୱାସ କରୁନଥିଲେ। ଇଟ୍ ୱାଜ ଆପିରେଣ୍ଟ ଫ୍ରମ ହିଜ ସ୍ପିକିଂ ଆଣ୍ଡ ହିଜ ବଡି ଲାଙ୍ଗୁଏଜ। ସମ୍ପୂର୍ଣ୍ଣ ତାଙ୍କର ଶାରୀରିକ ଭାଷା ଶରୀର ଭାଷା ପୋଷାକ ତାଙ୍କ କଥାରୁ ସମ୍ପୂର୍ଣ୍ଣ ସ୍ପଷ୍ଟ ହଉଥିଲା ଯେ ସେ ଯୋଉ ଅହଙ୍କାରତା ଜାତୀୟତାବାଦ ଭାବନା ବା କହିପାରିବା ଲଜ ଲଙ୍ଗଙ୍କ ମନରେ ବିଲକୁଲ ନଥିଲା କହିଲେ ଚଳେ। ଓକେ ଯିବା ପ୍ରଶ୍ନ ନମ୍ବର ପିଲାମାନେ ଆମେ ଦେଖିବା 7 ହାଉ ଡିଡ୍ ଲଜ ଲଙ୍ଗ ପିଲାମାନେ ସ୍ପେଲିଂ ଭୁଲ ଅଛି ହେଲ୍ପ ଜେସି ଓୱେନ୍ସ ଇନ୍ କ୍ୱାଲିଫାଇଂ ଫର ଦ ଫାଇନାଲ ଜମ୍ପସ୍। ଅନ୍ତିମ ଜମ୍ପ ବା ଶେଷ ଡିଆଁ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ଲଜ ଲଙ୍ଗ ଜେସି ଓୱେନ୍ସକୁ କିପରି ସାହାଯ୍ୟ କରିଥିଲେ। ଟାଇପିଂ ବହୁତ ମିଷ୍ଟେକ୍ ଅଛି କରିଥିଲେ ନା ଆମେ କାହାକୁ ଏମିତି ଅସମ୍ମାନ କରିପାରିବାନି କାହିଁକିନା କରିଥିଲେ। আচ্ছা আনসার পিলাମାନେ କଣ ଲଙ୍ଗ had seen how Owens had overshot his skating line in earlier chances। ଲଜ ଲଙ୍ଗ ଦେଖିବାକୁ ପାଇଥିଲେ ଯେ କେଉଁଭଳି ଭାବରେ ଜେସି ଓୱେନ୍ସ ଅତିକ୍ରମ କରି ପଳାଉଛନ୍ତି ତାଙ୍କର ଯୋଉ କ୍ୱାଲିଫାଇଂ ଡେଇବା ପୂର୍ବରୁ ଗାର ଥାଏ ରେଖା ଥାଏ ପୂର୍ବରୁ ଦେଖିଥିଲେ। ହି ଟୋଲ୍ଡ ଓୱେନ୍ସ ଟୁ ଡ୍ର ଏ ମେକିଂ ଲାଇନ୍ ଫ୍ୟୁ ଇଞ୍ଚେସ୍ ବିହାଇଣ୍ଡ ଦ ଆକ୍ଚୁଆଲ ଷ୍ଟାର୍ଟିଂ ଲାଇନ୍। ଏଠି ଲଜ ଲଙ୍ଗ କହିଲେ କାହାକୁ ଜେସି ଓୱେନ୍ସକୁ ଟୁ ଡ୍ର ଗୋଟେ ଗାର ଟାଣିକି କଣ କର କିଛି ବାଟ ଦୂରରୁ ଯୋଉଟା କି ଭାବିନି ଏଠି କ୍ୱାଲିଫାଇଂ ଜମ୍ପ ଅଛି ତ ତା ପୂର୍ବରୁ ଏଠି ଛୋଟିଆ ଗାର ଟାଣି ତମେ ଏଇଠୁ ଡେଇବ ତ ଏମିତି କହିଥିଲି ଆକ୍ଚୁଆଲି ଷ୍ଟାର୍ଟିଂ ଲାଇନ୍ ସୋ ଦ୍ୟାଟ୍ ଇଭେନ୍ ଇଫ୍ ୟୁ ଓଭରସୁଟ୍ ଦ ଟ୍ରେଡ୍ ଯଦିଓ ତମେ ଡେଇଁ ପଡିକି ତାକୁ ଅତିକ୍ରମ କରିକି ଆକୁ ପଳାଅ ତାହେଲେ ତମେ ଆକୁ ତ ଅତିକ୍ରମ କରିବ ନାହିଁ ମାନେ ସେନ୍ସକୁ ଭାବିକି ରଖ ହି ଉଡ୍ ଷ୍ଟିଲ୍ ବି ନଟ୍ କମିଟିଂ ଆନ୍ ଇନଫ୍ରିମେଣ୍ଟ। Being a powerful jumper, the loss of a few inches would not harm Owens in any way। ଯଦି ବି ତମେ ଏକୁ କ୍ରସ୍ କରିକି ଡେଇଁ ପଡୁଛ ତାହେଲେ ତ ଆକୁ କ୍ରସ୍ କରିନଥିବ ଆଉ ଗୋଟେ ତ ପିଲାମାନେ ଯୋଉ ଏତେ ଡିଷ୍ଟାନ୍ସ ରହିଯିବ ଗୋଟେ ଏତେ ବଡ ଜମ୍ପର ପାଇଁ ମାନେ ଛୋଟ ଛୋଟ ମାଇଣ୍ଡ ରଖେନି ଯେମିତିକି ପୂର୍ବ ସୁଯୋଗରେ ଓୱେନ୍ସ କିପରି ତାଙ୍କର ପ୍ରାରମ୍ଭ ରେଖାକୁ ଓଭରସଟ୍ କରିଥିଲେ ତାହା ପୂର୍ବରୁ ବହୁ ପୂର୍ବରୁ ସେ ଦେଖିଥିଲେ କିଏ ସେ ଲଜ ଲଙ୍ଗ। ସେ ପ୍ରକୃତ ପ୍ରାରମ୍ଭ ରେଖା ପଛରେ କିଛି ଦୂରତା ତିଆରି କରିବା ପାଇଁ ଓୱେନ୍ସକୁ କହିଥିଲେ କିଏ କହିଥିଲେ ଜେସି ମାନେ ଲଜ ଲଙ୍ଗ କହିଥିଲେ ଯାହାଫଳରେ ସେ ଆରମ୍ଭକୁ ଅତିକ୍ରମ କଲେ ମଧ୍ୟ କୌଣସି ରେଖା ଉଲ୍ଲଂଘନ କରିବେ ନାହିଁ। ଏକ ଶକ୍ତିଶାଳୀ ଜମ୍ପର ହୋଇ କିଛି ଇଞ୍ଚର କ୍ଷତି କୌଣସି ପ୍ରକାର ଓୱେନ୍ସକୁ କ୍ଷତି ପହଞ୍ଚାଇବେ ନାହିଁ ବା କହିପାରିବେ ଯଦି ବି ତମେ କିଛି ବାଟ ଅତିକ୍ରମ କରି ପଳେଇ ଯାଉଛ ଗାରଠୁ ଯଦି ଦୂରରୁ ଡେଉଛ ତାହେଲେ ବି ତମେ ଯଦି କ୍ୱାଲିଫାଇଂ ଜମ୍ପ ତମର ଏଠି ଅଛି ତାହେଲେ ତମେ ସେଠି ମଧ୍ୟ ପହଞ୍ଚି ପାରିବ କାହିଁକିନା ଏତେ ବଡ ଜମ୍ପର ଯେହେତୁ ସେ ଛୋଟ ତ ନୁହନ୍ତି ନା। ଓକେ ପ୍ରଶ୍ନ ନମ୍ବର 8 ଦେଖିବା ପ୍ରଶ୍ନ 8 ପିଲାମାନେ ସରି
Humor is what counts. What did Long mean by this? Does he mean that Owens should win the next day, or their performance the next day would matter much? Humor is what counts କଲେ ଆସନ୍ତା କାଲି ହିଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହା ଦ୍ୱାରା ଲଙ୍ଗର ଅର୍ଥ କଣ ଥିଲା ବା ଏହା କହିବା ଦ୍ୱାରା ଲଙ୍ଗର କହିବାର ଅର୍ଥଟା କଣ ଥିଲା ବା କଣ ଥିଲେ? ସେ କଣ କହୁଛନ୍ତି ଯେ ଓଭେନ୍ସ ପରଦିନ ହିଁ ଜିତିବେ ବା ଓଭେନ୍ସ ପରଦିନ କଣ ହବ ପ୍ରଦର୍ଶନ କରାଯିବ ତାହା ହିଁ କାଉଣ୍ଟ କରାଯିବ। ଆଜିର ପ୍ରଦର୍ଶନ ବହୁତ ଗୁରୁତ୍ୱପୂର୍ଣ୍ଣ ନୁହେଁ କିନ୍ତୁ ପରଦିନ ଯୋଉ ଖେଳର ପରଦିନ ସେମାନଙ୍କର ପ୍ରଦର୍ଶନ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ। ଏକଥା ସେନ୍ସ ରାଶି କିଏ କହୁଛନ୍ତି? ଲଜର କହୁଛନ୍ତି ଜେସି ୱେନ୍ସକୁ। ଦି ଫାଇନାଲ ଇଭେଣ୍ଟ ୱାଜ ସିଡ୍ୟୁଲ୍ଡ ଫର ଦ ନେକ୍ସଟ ଡେ। କାହିଁକିନା ପିଲାମାନେ ଅନ୍ତିମ ଯୋଉ କାର୍ଯ୍ୟକ୍ରମ ଥିଲା ବା ଅନ୍ତିମ ଯୋଉ ଖେଳ ଥିଲା ତାହା ଧାର୍ଯ୍ୟ କରାଯାଇଥିଲା। ଲଙ୍ଗ ଟୋଲ୍ଡ ଦ୍ୟାଟ୍ ପରଫର୍ମାନ୍ସ ଇନ୍ ଦ ଫାଇନାଲ୍ସ ଇଜ ଅଲ୍ ଦ୍ୟାଟ୍ ମ୍ୟାଟର୍ଡ। ତା ପରଦିନ ଯୋଉ ଖେଳ ହବ ତାହା ପ୍ରଦର୍ଶନ ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ। ସୋ କ୍ୱାଲିଫାଇଂ ଫର ଇଟ୍ ଇଜ ଏସେନ୍ସିଆଲ ଫର ୱେନ୍ସ ବୋଥ ଅଫ ଦେମ୍ କୁଡ୍ କମ୍ପିଟ୍ ଦେନ୍ and show up their best, hence it was said to tomorrow is what counts। ପିଲାମାନେ ଆମେ କହିବା ଯଦି ସେଣ୍ଟେନ୍ସଟାଲି କହିବା ଯେ ପ୍ରତିଦ୍ୱନ୍ଦିତା କରିପାରିବା ଆମେ ସେତେବେଳେ ତ ପ୍ରତିଦ୍ୱନ୍ଦିତା କରିବା ଯେତେବେଳେ କ୍ୱାଲିଫାଇଂ ମ୍ୟାଚରେ ଅଧିକା ପରିଶ୍ରମ କରିବା ତାର ପିଲାମାନେ ଫାଇନାଲ ମ୍ୟାଚ ତ ଆମର ଅଛି ନା। ତେଣୁକରି ଏହା ଯୋଗ୍ୟତା ପାଇଁ ଓଭେନ୍ସ ଜରୁରୀ ଥିଲା। ଉଭୟ ସେତେବେଳେ ପ୍ରତିଦ୍ୱନ୍ଦିତା କରିପାରନ୍ତି ଏବଂ ନିଜେ ସର୍ବୋତ୍ତମ ପ୍ରଦର୍ଶନ ମଧ୍ୟ କରିପାରନ୍ତି। ତେଣୁ କୁହାଯାଇଥିଲା ଯେ ଆସନ୍ତାକାଲି ହିଁ ଗୁରୁତ୍ୱପୂର୍ଣ୍ଣ। କୁହାଗଲା ଟୁମୋରୋ ଇଜ ହ୍ୱାଟ କାଉଣ୍ଟ। ଓକେ ପିଲାମାନେ ପ୍ରଶ୍ନ ନମ୍ବର 9 ଦେଖିବା। Did Owens qualifying for the final jump? How did he do that? ଓଭେନ୍ସ ଅନ୍ତିମ ଜମ୍ପ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ କି ସେ ତାହା କିପରି କଲେ? ଆନ୍ସର ପିଲାମାନେ ଓଭେନ୍ସ needed long advice to start a few inches behind the actual starting line to pursue chance to disqualification for overshooting the mark। ଓଏନ୍ସ କଣ କଲେ? ଆବଶ୍ୟକ କଲେ ଲସ୍ ଲଙ୍ଗର ଉପଦେଶ ଯାହାଫଳରେ କଣ କିଛି ଇଞ୍ଚ ଦୂରକୁ ସେ ଡେଇବେ ରେଖାଠୁ ଯାହାଫଳରେ ସେ କଣ କରିପାରିବେ ନା ନିଜର ଡିସ୍କ୍ୱାଲିଫାଇକୁ ରୋକିପାରିବେ ଅଟକେଇ ପାରିବେ। ଦି ପ୍ଲାନ୍ ୱାର୍କଡ ଆଣ୍ଡ ଓଏନ୍ସ regained his composure and sailed into the finals in the next day। ରେଖାକୁ ଅତିକ୍ରମ ନ କରିବା ବା ଅଯୋଗ୍ୟ ହେବାର କୌଣସି ସୁଯୋଗକୁ ରୋକିବା ପାଇଁ ଓଏନ୍ସ ପ୍ରକୃତ ପ୍ରାରମ୍ଭ ରେଖା ପଛରେ କିଛି ଦୂରତାର ଲମ୍ଫ ଆରମ୍ଭ କରିବାକୁ ଲଙ୍ଗଙ୍କ ପରାମର୍ଶକୁ ସେ ଧ୍ୟାନ ଦେଇଥିଲେ। ମାନେ ଲଙ୍ଗଙ୍କ ପରାମର୍ଶକୁ ଧ୍ୟାନ ଦେଲେ କି ସେ ଓଏନ୍ସ ଯୋଜନାଟି କାମ କଲା ଏବଂ ଓଏନ୍ସ ପୁନର୍ବାର ସାନ୍ତ୍ୱନା ଲାଭ କଲେ ଏବଂ ପରଦିନ ଫାଇନାଲରେ ପ୍ରବେଶ କଲେ। ଆଇ ହୋପ୍ ପିଲାମାନେ ତୁମମାନଙ୍କୁ ବୋଧେ ଭଲ ଭାବରେ ମୁଁ ବୁଝେଇ ପାରିଛି। ଯଦି ତମମାନଙ୍କର ଡାଉଟ୍ ଅଛି ପିଲାମାନେ କମେଣ୍ଟ ସେକ୍ସନରେ ଲେଖ। ବେଶକ ତମମାନଙ୍କର କ୍ଲାସ କମେଣ୍ଟ ଉପରେ ମୁଁ ରିପ୍ଲାଏ ଦେବି ତାପରେ ମଧ୍ୟ ପିଲାମାନେ ଆମର କାମ କରାଯିବ। ବହୁତ ବହୁତ ଧନ୍ୟବାଦ। ଜୟ ହିନ୍ଦ, ଜୟ ଭାରତ।